ପ୍ରକୃତ ସନ୍ନ୍ୟାସୀ। ଦିନେ ପ୍ରଖର ରୌଦ୍ରତେଜ ମଧ୍ୟରେ ଦୁଇ ସନ୍ନ୍ୟାସୀ ବନ୍ଧୁ ନନ୍ଦ ଓ ସୁନନ୍ଦ ଜଙ୍ଗଲ ଭିତର ଦେଇ ଯାଉଥିଲେ। ସେମାନଙ୍କ ଗୁରୁ ଜ୍ଞାନନେତ୍ରଙ୍କ ଆଶ୍ରମ ସେଠାରୁ କିଛି ଦୂରରେ ଥାଏ। ଯେମିତି ହେଉ ପଛେ ସୂର୍ଯ୍ୟାସ୍ତ ପୂର୍ବରୁ ଆଶ୍ରମରେ ଯାଇ ପହଞ୍ଚିବେ, ଏହି ଲକ୍ଷ୍ୟ ରଖି ସେ ଦୁହେଁ ଜୋରରେ ଚାଲୁଥାନ୍ତି। ରାସ୍ତାରେ ଏକ ନଦୀ ପଡ଼ିଲା। ସେଥିରେ ପାଣି ବେଶୀ ନଥିଲେ ମଧ୍ୟ ସ୍ରୋତ ପ୍ରଖର ଥିଲା। ଦୁହେଁ ସେ ନଦୀ ପାର ହେବାକୁ ଯାଉଛନ୍ତି। ହଠାତ୍ ଦେଖିଲେ ଯୁବତୀଟିଏ ବଡ଼ ଅସହାୟ ଭାବରେ ସ୍ରୋତକୁ ଚାହିଁ ରହିଛି। ସୁନନ୍ଦ ଯାଇ ତାଙ୍କୁ ପଚାରିଲା, ଭଉଣୀ, ତୁମେ କ'ଣ କିଛି ସାହାଯ୍ୟ ଚାହୁଁଛ? ତହୁଁ ସେ ଯୁବତୀଟି ଉତ୍ତର ଦେଲା, ଏହି ନଦୀ ଅପର ପାରରେ ମୋର ଗାଁ। ପାଣିର ସ୍ରୋତ ଦେଖି ମୋତେ ଭାରି ଭୟ ଲାଗୁଛି। କିପରି ପାରି ହେବି ସେହି କଥା ହିଁ ମୁଁ ଭାବୁଛି। ନଦୀ ପାର ହେବାକୁ ମୁଁ ତୁମକୁ ସାହାଯ୍ୟ କରିବି, ଆସ। ଏହା କହି ସୁନନ୍ଦ ସେ ଝିଅଟିକୁ ଦୁଇ ହାତରେ ଉଠାଇ ନେଇ ଆର ପାରିରେ ଛାଡ଼ିଦେଲା। ତାପରେ ସେ ଯୁବତୀଟି ସୁନନ୍ଦକୁ କୃତଜ୍ଞତା ଜଣାଇ ନିଜ ଗ୍ରାମକୁ ଚାଲିଗଲା। ଏଣେ ଏ ଦୁଇ ସନ୍ନ୍ୟାସୀ ମଧ୍ୟ ଗୁରୁଙ୍କ ଆଶ୍ରମ ଦିଗରେ ଚାଲିଲେ। ସେମାନେ ଆଶ୍ରମ ପାଖରେ ପହଞ୍ଚିବା ବେଳକୁ ନନ୍ଦ ଅତ୍ୟନ୍ତ କଠୋର ସ୍ୱରରେ ପଚାରିଲା, ସୁନନ୍ଦ, ଆମେ ସର୍ବସଙ୍ଗ ପରିତ୍ୟାଗ କରି ସନ୍ନ୍ୟାସୀ ହୋଇଛେ। ଆମେ ସ୍ତ୍ରୀମାନଙ୍କ ଆଡ଼କୁ ଆଖି ଉଠାଇ ଚାହିଁବା ମଧ୍ୟ ଉଚିତ ନୁହେଁ। ଏପରି କ୍ଷେତ୍ରରେ ତୁମେ ନଦୀ ତଟରେ ସେ ଯୁବତୀ ସହିତ କଥା ବି କହିଲ ଓ ପୁଣି ତାକୁ ଦୁଇ ହାତରେ ଉଠାଇ କାନ୍ଧରେ ବସାଇ ନେଇ ଆର ପାଖରେ ଛାଡ଼ିଲ। ଜଣେ ସନ୍ନ୍ୟାସୀ ପାଇଁ ଏହା କ'ଣ ଉଚିତ କାର୍ଯ୍ୟ ହୋଇଛି? ଏପରି କଥା ଶୁଣି ସୁନନ୍ଦ ଉତ୍ତର ଦେଲା, ଦେଖ ନନ୍ଦ, ମୁଁ ତ ଝିଅଟିକୁ ନଦୀ ପାର କରାଇ ସେଇଠାରେ ହିଁ ଛାଡ଼ି ଆସିଲି। କିନ୍ତୁ ମୋତେ ଲାଗୁଛି ତମେ ବୋଧେ ତାକୁ ଏପର୍ଯ୍ୟନ୍ତ ମଧ୍ୟ ନିଜ ମନ ଭିତରେ ବହି ଚାଲିଛ।